ଏଇ ମଶା ପ୍ରୋବ୍ଲେମରେ ଆମେ ସବୁବେଳେ ପଡ଼ୁଛନ୍ତି। ସବୁବେଳେ ମଶା, ଯେତେବେଳେ ଆପଣ ବସିଥିବେ କେଉଁଠି ଗୋଟେ ଠିଆ ହେଇଥିବେ କିମ୍ବା କ'ଣ କରୁଥିବେ, ସେ ମଶା ଆସିକି କାମୁଡ଼ିବେ। ଘର ଭିତରେ ବହୁତ ମଶା ଆସୁଛନ୍ତି। ସେଥିପାଇଁ ଆମେ ବହୁତ ବଢ଼ିଆ ନୂଆ ଉପାୟଟେ, ଘରୋଇ ରେମେଡ଼ିଟେ ଆଜି ଆମେ ତିଆରି କରିବା। ଦେଖନ୍ତୁ ଏଇଠି ଦୁର୍ଦୁରା ଗଛ, ଏଇ ଦୁର୍ଦୁରା ଗଛରୁ ମୁଁ ଡାଳ ଖଣ୍ଡେ ଦେଖନ୍ତୁ ଭାଙ୍ଗିକି ନେଇ ଆସିଛି। ଏଇ ଦୁର୍ଦୁରା ଗଛ ପାଇଁ ଆମେ ମଶା ଦାଉରୁ ରକ୍ଷା ପାଇପାରିବା, ଘରୋଇ ରେମେଡ଼ି ତିଆରି କରିବା। ତ ବିନା କେମିକାଲରେ କେମିତି ଆମେ ତିଆରି କରିବା, କେଉଁ ପ୍ରୋସେସରେ ତିଆରି କରିବା, କେମିତି ତିଆରି କଲେ ମଶାକୁ ଆମେ ବିଦା କରିପାରିବା। ଏଠି ଦେଖନ୍ତୁ ଡାଳ ନେଇ ଆସିଛି, ତାର ଫଳ ବି ଏଇଭଳିଆ ଫଳ ଅଛି ଏଥିରେ। ତ ଆମକୁ ଏଥିରେ ଏଇ ପତ୍ର ଆମେ ଯେତେବେଳେ ନେଉଛେ, ଏମିତି ଟିକେ ପାକୁଳିଆ ପାକୁଳିଆ ପତ୍ର 4-5ଟା ଖଣ୍ଡେ ନେଇଯିବେ। କି ଆପଣ ଯେତେ ତିଆରି କରୁଥିବେ ସେତେ ଅନୁସାରେ ଆପଣ ପତ୍ର ନେବେ। ମୁଁ ଏଇଠି ଅଳ୍ପ ତିଆରି କରୁଛି। ଯଦି ଆମେ କେମିକାଲରୁ ବ୍ୟବହାର କରୁଛେ ତାହେଲେ ପଇସା ତ ଖର୍ଚ୍ଚ ହେବ, ସେଥିରେ ପୁଣି ସ୍ୱାସ୍ଥ୍ୟ ଖରାପ, ନାକରେ ପଶିଯିବ, ଧୂଆଁ ହେଉ ଲିକ୍ୱିଡ଼ ହେଉ ଯାହା ହେଉ। ତ ଆମେ ଏମିତି ଘରୋଇ ଉପାୟରେ ଯଦି ଆମେ ଆମ ଛୋଟ ପିଲାଙ୍କ ପାଖରେ ଏମିତି ତିଆରି କରିକି ରଖିପାରିବା, ଆଉ ସବୁବେଳେ ଆମକୁ ମଶା ଯେତେବେଳେ ଘରେ କାମୁଡ଼ୁଛି, ଦିନରେ ବି ମଶା କାମୁଡ଼ୁଛି, ତ ଆମେ ସବୁବେଳେ ତ ଲିକ୍ୱିଡ଼ ତିଆରି କରିକି କିମ୍ବା କିଣିକି ଆଣିକି ଜାଳିପାରିବାନି କେମିକାଲର। ତ ସବୁବେଳେ ଆମେ ଏଇ ଘରୋଇ ଉପାୟରେ ଆମେ କେମିତି ମଶାକୁ ବିଦା କରିପାରିବା। ଦେଖନ୍ତୁ ଏଠି ଫଳ ନେଇଯାଇଛି, ଫଳର ଏଇଟା କଞ୍ଚା ଅଛି ଆଉ ପାକୁଳିଆ ଅଛି, ଯାହା ହେଲେ ବି ଚଳିବ। କଞ୍ଚାଟା ଟିକେ ଯେଉଁ ତାର ମଞ୍ଜି ଗୁଡ଼ାକ କଷି ତାର ବେଶୀ କୋଡ଼ା ଅଂଶ ନଥାଏ, ତ ପାକୁଳିଆ ଯଦି ଥିବ ସେଇଟା ବହୁତ ବଢ଼ିଆ ରେମେଡ଼ିରେ କାମ କରିବ। ତ ମୁଁ ଏଇଠି 2ଟା ଫଳକୁ କାଟି ନେଲି, ତା ଭିତରୁ ଯେଉଁ ମଞ୍ଜି ସବୁ ବାହାରୁଛି ତାକୁ ସବୁ ଦେଖନ୍ତୁ ବାହାର କରିକି ରଖୁଛି। ତ ବିଲକୁଲ ବି ଭିଡ଼ିଓକୁ ସ୍କିପ୍ କରନ୍ତୁନି, ଦେଖନ୍ତୁ, ଯାହାଫଳରେ କି ଆପଣ ସବୁକିଛି ଜାଣିପାରିବେ ଆଉ ସେମିତି ହିଁ ତିଆରି କରିପାରିବେ। ଏମିତିରେ ତ ମଶା ଯେତେ ଯାହା କଲେ ବି କେମିକାଲ ଦେଇକି ବି ମଶା ଯାଉନାହାନ୍ତି, ସେ ପୁଣି 5 ମିନିଟ୍ ଭିତରେ ପୁଣି ଆସୁଛନ୍ତି। ତ ଦେଖନ୍ତୁ ଏଇଭଳି ମଞ୍ଜି ସବୁ ବାହାରିଛି, ଆଉ ଏ ମଞ୍ଜିକୁ ସବୁତକ ଆମେ ନେବା, ଆର ରସ ବାହାର କରିବା। ରସ ତ ବାହାରିବନି, ତାକୁ କ'ଣ କରିବା, ଆମେ ଏମିତି ଛେଚିଦେବା, ସେ ଯେମିତି ସେ ରସଟା ତା ଦେହରେ ମିଶିବ, ମାନେ ମଞ୍ଜିର ଯେଉଁ କୋଡ଼ା ଅଂଶ ସେଇଥିରେ ଯେମିତି ମିଶିବ ଭଲ ଭାବରେ। ତ ଦେଖନ୍ତୁ ଏଇଠି ମୁଁ ଛେଚିଦେଲି, ଆଉ ଏଥିରେ ବହୁତ ବଢ଼ିଆ ଜିନିଷଟେ ମିଶାଇବା ଆଗକୁ। ହେଲେ ଆମକୁ ଏସବୁ କରିବାକୁ ପଡ଼ିବ, କିନ୍ତୁ ଆମେ ଭାବୁଛେ ମାର୍କେଟରୁ କିଣି ଆଣିଲେ ଲଗେଇଦେଲେ ସାଙ୍ଗେ ସାଙ୍ଗେ ଆମକୁ କିଛି କଷ୍ଟ ପଡ଼ିଲାନି, ପଇସା ପକାଇଦେଲେ, କିଣି ଆଣିଲେ କେମିକାଲ ଚଳାଇଦେଲେ। କିନ୍ତୁ ଆପଣମାନେ ତ ନିଶ୍ଚୟ ଜାଣିଥିବେ କେମିକାଲ କେତେ କ୍ଷତିକାର, କେତେ ନାକରେ ପଶିଲେ ବହୁତ ରୋଗ ହୁଏ, ଆଉ ଛୋଟ ପିଲାଙ୍କ ପାଖରେ ତ ବିଲକୁଲ ବି ଜାଳିବା କଥା ନୁହଁ। ତ ଦେଖନ୍ତୁ ମୁଁ ଏଇଠି ମଞ୍ଜିକୁ ଭଲ ଭାବରେ ଛେଚିଦେଲି। ତାପରେ ଏଥିରେ ଆପଣମାନେ ନିଶ୍ଚୟ ଜୁଆଣି ଟିକେ ମିଶାଇବେ, ୟାର ବହୁତ ବଢ଼ିଆ ବାସ୍ନା ଥାଏ, ଆଉ ୟାର ବାସ୍ନାରେ ବିଲକୁଲ ବି ମଶା ଆସନ୍ତିନି। ତ ଭଲ ଭାବରେ ଆମେ ଟିକେ ଛେଚିଦେବା ଯେମିତି ସବୁତକ ମିଶିଯିବ। ଆଉ ସେଥିରେ ଆମେ କ'ଣ କରିବା, ଯେଉଁ ପତ୍ରକୁ ଆମେ ରଖିଥିଲେ ଛିଣ୍ଡେଇକି, ସେ ପତ୍ରକୁ ମଧ୍ୟ ତା ଦେହରେ ଭଲ ଭାବରେ ପକାଇକିରି ଛେଚିଦେବା, ଯେମିତି ତାର ପତ୍ରର ରସ ବି ସେଥିରେ ମିଶିଯିବ। ଖାଲି ରେମେଡ଼ି ଆମେ ତିଆରି କରିଦେଲେ ହେବନି, ଆମ ଘର ଦ୍ୱାରା ସବୁଆଡ଼େ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ। ଘର ବାହାରରେ ଯେମିତି ଗଛ ବୁଛ ବେଶୀ ରହିବନି, ଅଳିଆ ମଳିଆ ରହିବନି, କୌଣସି ଜାଗାରେ ପଚରା ମଚରା ଜିନିଷ ରହିବନି, ସେଥିରୁ ହିଁ ମଶା ସବୁବେଳେ ଉତ୍ପତ୍ତି ହୁଅନ୍ତି। ଯେତେ ଆପଣମାନେ ଚାହିଁଲେ ବି, ଯେତେ ଯାହା କଲେ ବି ସେ ମଶା ପୁଣି ଆସିବେ। ତ ଏଇଠି ଦେଖନ୍ତୁ ନେଇଯାଇଛି, ତାପରେ ସୋରିଷ ତେଲ ଆପଣମାନେ ଯେତିକି ନେବେ, ମାନେ ଯେତିକି ଏଇ ଯେଉଁ ଯେତିକି କୁଟିଛେ ତାକୁ ଦେଖିକରି ଆମେ ତେଲ ନେବା। ଯେଉଁଠି ବେଶୀ ମଶା ହେଉଛନ୍ତି, ଦିନରେ ବି ମଶା ହେଉଛନ୍ତି, ଦିନରେ ୟାକୁ ସବୁ ବ୍ୟବହାର କରିପାରିବେ। ଆଉ ଯେତେବେଳେ ଶୋଉଛନ୍ତି ନିଶ୍ଚୟ ମଶାରୀ ଟାଙ୍ଗିକି ଶୋଇବାକୁ ନିହାତି ପଡ଼ିବ। ମଶାରୀ ନ ଟାଙ୍ଗିଲେ ସେ ମଶା ଯେଉଁ ବାଟେ ହେଲେ ଯେମିତି ହେଲେ ପଳେଇ ଆସିବେ। ତାପରେ ଦେଖନ୍ତୁ ଏଠି ମୁଁ ନେଇକି ଗ୍ୟାସରେ ବସେଇଲି, ଗ୍ୟାସରେ ତାକୁ ଟିକେ କ'ଣ କରିବା, ଏମିତି ତାକୁ ଭାଜିଲା ଭଳିଆ କରିବା। ତାର ଯେତେବେଳେ ମାନେ ଓଦା ଅଂଶଟା କମିଯିବ, ତାପରେ ଆମେ ତାକୁ ଓହ୍ଲେଇକି ନେଇ ଆସିବା। ମଶା କାମୁଡ଼ିଲେ ଡେଙ୍ଗୁ, ମ୍ୟାଲେରିଆ, ବାତ ଜ୍ୱର, ଅନେକ ପ୍ରକାରରେ ଥଣ୍ଡା ବି ହୁଏ। ତ ଆମେ ଅନେକ ପ୍ରକାର ରୋଗରେ ପଡ଼ିଥାଉ। ଏ ମଶା ପୁରା ଜୀବନ ନେଲା ସମସ୍ୟା କରିଦିଏ। ଯଦି ଘରେ ପଶି ଯାଇଛନ୍ତି ମଶା, ସେଥିପାଇଁ ଏଇ ରେମେଡ଼ିଟା ବହୁତ ବଢ଼ିଆ କାମ କରିବ। ଘରୁ ପୁରା ବାହାରିକି ପଳେଇବେ ମଶା। ନିମ୍ବ ପତ୍ରର ଧୂଆଁ ତ ମଶାକୁ ପୁରାପୁରି ବିଦା କରିଦିଏ। ମୁଁ ତ ଆଗରୁ ସେ ଭିଡ଼ିଓ ଛାଡ଼ିଛି, ସେଥିପାଇଁ ଆପଣମାନଙ୍କୁ ପୁଣି ଆଉ ଗୋଟେ ନୂଆ ଉପାୟରେ ଚାହିଁଲି କହିକି ଦେଖାଇବା ପାଇଁ। ତ ନିମପତ୍ର, ଝୁଣା ଧୂଆଁ ଏସବୁ ନିହାତି ସନ୍ଧ୍ୟାବେଳେ ଦିଅନ୍ତୁ, ମଶାକୁ ଘରୁ ବିଦା କରନ୍ତୁ।
तो ये देखूँ जो जिनस गुड़ा सब भाजी हो जाए तार जलीय अंश कमी जाइए आ तेल पूरा छाड़ी जाइए तेल बाहरी गला नहीं जा पुणे ठंडा करदे ठंडा कर सारापर आउ कौन करने को अच्छे आग को देखिए निश्चय वीडियो को बिल्कुल भी स्किप करंतुनी चैनल जदि नुआ अच्छा प्लीज सब्सक्राइब करनी जहाँफल कि मुझे आग को पुणी जो वीडियो पकेबी नुआ नुआ टिप पकेबी आपण पाखे सर्वप्रथम पहुँच पार आप निश्चय देखिए गोटे लाइक देवे लाइक देना कौटू देखुं निश्चय कमेंट्रे जनइबे जानले मु बहुत खुशी हेबी आपण मानक भी थैंक्स जन पारि तो एमती भाव में हाथ में चिपुड़ देवे नहेले जदि सरू पूरा पतला कपड़ा आणिकी छाणीदेवे तेल बाहरी जीव गर्दा गुड़ा आम आड़ को रखीदेवा गर्दा गुड़ा के भी आम जिते धूआं करुचे कौन नड़िया कता दिहर पकईकि धूआं देदेवे सी भी बहुत बढ़िया काम देव तो ये देखूँ मुझे चिपुड़ी तेल को बाहर करदेली एथरे आउ बहुत बढ़िया काम अच्छे आग को निश्चय देखूँ बिल्कुल भी स्किप करतुनि वीडियो को छाड़ी जातुनि तो देखो ये गदा गुड़ाक बाहर करदेली तेल एतिक बाहरला और ये तेलटा बहुत पावरफुल तेल पिला मानक पाखर दूरे की रखिए पार्टी मारिदेवे बहुत विष तो मंजीटा तो बहुत विष आपण मैंने जानी बहुत कोड़ा तो निश्चय आपण मैंने पिला मानक पाखर दूरे की रखिए टिके ध्यान देवे जो रखिए जमती पिला माने से हाथ न मारे पार्टी न मारे पुणी या गैस पाखक नहीं जावा गैस रे टिके ततई देवा तापर एथरे मोहम्बती पकईदेवा खंड खंडिया मोहम्बती गुड़ाक घरे थी ना ताकू कौटी फोपाड़े कहीं एथरे पकईदेले बहुत बढ़िया काम दब आउ तेल सहित ये बहुत बढ़िया भाव में मिसीज ये जो दुदुरा पत्र मुझे आनिली ना से दुदुरा पत्र जदि टिके तेल जड़ा तेल लगे गरम करके जो आंठू गंठी दर्ज हो बाड़े हो जाइए फुली थी जदि पकईदेवा 2-4 दिन पकईदेले देखिए फुला कमिज दर्ज कमिज ये तेल को जदि मालिश करेंगे कौ जगार ना से बहुत बढ़िया भाव में माने आंठू गंठी जो दर्ज थी सी भी कमी जाए देखो से मोहम्बतीर सूता को मुझे आग बाहर करनेली ये तेलटा तो हो गला बिल्कुल भी बेसी पोड़ा को देवेनी जिनस आधे पकईली जमती तार जलीय अंश टे कमिज सेमती आम गैस को बंद करदेवा तापर नहीं जावा टिके नगरू अल्प समय रखीदेवा 1-2 मिनिट रखी सारिकी तापर आम जेकोसी दीप हो काच बोतल हो जहाँ हो आम आनिबा सेथरे रखिबा देखंतु ये मुझे रखिली आउ से मोहम्बती सूता को भी बाहर करदेली तापर आम एथरे देदेबा अलग जिनस कौन जोटा भल भाव में जलिब मुझे रखी जो तुलार देखंतु गोल बत्ती तो ताधीरे मुझे देदेली तापर आउ टिके देदेवी आपको कौन करी किछि समय रखीदेवी तापर से ठंडा हो गले पूरा मोहम्बती जमती जले सेमिति ही जलिब हाँ आपण मैंने भावुए किए एत कथा करुच्ची तो ना जदि आपण मैंने भी तैयारी करेंगे निश्चय किसी फायदा पाइपर आउ बहुत बढ़िया नुआ उपायटे आठी देखूँ पूरा पूरी ठंडा होगी पूरा मोहम्बती टाण हो जापर या लगेदेवा दीपटी आउ लगे देखी जो मशा हो थोदेबा तो केमिकाल जलेबा अपेक्षा या आम जलेबा निहाती भल तो केमिकाल सब बेले जलेले नाक भितर पशि थाए तो ये देखूँ मुझे जलीदेली संध्या बेले प्राय निश्चय जलेबा पड़ो संध्या बेले मशा बेसी आसती तो केमिकाल लिक्विड जिते आम जालुचे केते पैसा जाऊँगी मशा जो पेपर मिलूँ जदि आम जालिबा किसी समय पड़े से पुणी उड़िकी पलैबे आ सबुथे भी पैसा खर्च बहुत बहुत तो यही भिडियोटी आपण मानक पसंद आसिला कि नहीं निश्चय कमेंट रे जनइबे आगो को पुणी आसबि एमती नुआ नुआ टिप नहीं जय जगन्नाथ।